ଦୋକାନ କରିଛନ୍ତି। ଦୋକାନୀ ମାନଙ୍କଠୁ ଏମାନେ ପଇସା ଖାଇଛନ୍ତି, ଯୋଉଥିଲାଗି ତମେ ସେ ଔଷଧ ବିକନି, ଫିଙ୍ଗି ଦିଅ। ଏମାନେ ଦିଅନି ଲୋକଙ୍କୁ, ଫିଙ୍ଗି ଦିଅ। ତମେ ଫିଙ୍ଗି ଦେଲେ ତ ଆମେ ବିକିବୁ ନା। ତାଙ୍କର ଯୋଉ ଔଷଧ ବିକ୍ରି ହବ ସେ କ'ଣ ତାଙ୍କ ଘରକୁ କରୁଛନ୍ତି? କମ୍ପାନୀ ଦଉଛି ତ। କମ୍ପାନୀର ସେଲ୍ ହବା ପାଇଁ ଦୋକାନୀ, କମ୍ପାନୀ ଆଉ ଦୋକାନୀ ଫାଇଦା ପାଇବା ପାଇଁ ଗଭର୍ଣ୍ଣମେଣ୍ଟର ଔଷଧକୁ ସେମାନେ ବହୁତ ଥର ବାହାରୁନି ଔଷଧ ଫିଙ୍ଗା ହେଇଛି ସେଇଗୁଡ଼ା ଏମାନେ ସବୁ ଏମିତି କରୁଛନ୍ତି। କରପସନ୍ ଏଇ ପ୍ରକାର ହେଉଛି। ତମେ ଫିଙ୍ଗି ଦିଅ, କ୍ଷୀରକୁ ଢାଳି ଦିଅ, 15 ଲିଟର କ୍ଷୀର ଢାଳିଦେଲ, 20-25 ଲିଟର ଦାମରେ 5 ଲିଟରଟାକୁ ବିକ। 5 ଲିଟର କ୍ଷୀର ଲୋକ ଖାଇବାକୁ ପାଇଲେ, ଯେଉଁଠିକି 20 ଲିଟର କ୍ଷୀର ଲୋକ ଖାଇବାକୁ ପାଇଥାନ୍ତି। ଲୋକଙ୍କର ଖାଦ୍ୟ କମି ହେଲା, ଲୋକଙ୍କର ପଇସା ଲସ୍ ହେଲା, ଅଧିକା ପଇସା ଦେଇ କିଣିଲେ। କେତେକ ମୁଷ୍ଟିମେୟ ଲୋକଙ୍କ ବିଶ୍ୱାସ କରିବ କେତେ ଦୂର ଅପରାଧ କାମ। ଗଭର୍ଣ୍ଣମେଣ୍ଟ ତାଙ୍କୁ ଧରନ୍ତା ଏଗୁଡ଼ାକ। କୌଣସି ଲୋକ ଖାଦ୍ୟ ଯଦି ଉତ୍ପାଦନ ହେଲା, ତମେ ନିଜେ ଉତ୍ପାଦନ କଲେ ବି ତମେ ନିଜେ ଫିଙ୍ଗିବାର ଅଧିକାର ତମର ନାହିଁ। ମୁଁ ଜନ୍ମ ହେଲି, ବଡ଼ ହେଲି, ମୁଁ ସୁଇସାଇଡ୍ କରିଦେବି କୌଣସି କାରଣ, ମୋର ମୋତେ ମାରିବାର ଅଧିକାର ନାହିଁ। କାହିଁକିନା ମୋତେ ଯିଏ ଜନ୍ମ ଦେଲା, ଜନ୍ମଠୁ ଯେତିକି ବର୍ଷ କାଳ ସେ ଯେତେ ପରିଶ୍ରମ ଆଉ ପଇସା ଖର୍ଚ୍ଚ କରିକି ବଢ଼େଇଲା, ତତେ କ'ଣ ପାଇଁ ବଢ଼େଇଲା? କ'ଣ ପାଇଁ ବଢ଼େଇଲା? ଗଛଟେ ଆମେ ଲଗଉଛେ, କ'ଣ ପାଇଁ ଲଗଉଛେ? ବଡ଼ ହେଲେ ନାଇଁ ଗଛଟା ଆମେ ଘରେ ଗୋଟେ ଲଗେଇଲେ, କାହିଁକି ଲଗେଇଲେ? ନିଜେ ଖାଇବା ପାଇଁ। ବଡ଼ ହେଇ ଫଳିଲେ ସେ ତ ସାଙ୍ଗେ ସାଙ୍ଗେ ଫଳିବନି ନା। ସବୁ ପ୍ରକାର ତାର ବାଧାବିଘ୍ନକୁ ଆମେ ତାକୁ ସୁରକ୍ଷା ଦେଇକିରି ବଡ଼ କଲେ ସେ ଫଳିବ। ସାଙ୍ଗେ ସାଙ୍ଗେ ଫଳିବ ନା। ପାଣି ଦେବା, ଖତ ଦେବା, ପବନ ହେଲା ତାକୁ ସୁରକ୍ଷା ଦେବା, ସବୁ କରିଲେ ବଡ଼ ହେଲେ ଯାଇ ସିଏ ଫଳିବ। ସିଏ ଫଳିଲା ପରେ ଯଦି କହିବ ମୁଁ ଫଳିଲି, ସିନା ଗଛଟା କିଛି କହିପାରୁନି, ମଣିଷ କହିବ ମୁଁ ଫଳିଲି, ମୁଁ ରୋଜଗାର କଲି, ରୋଜଗାରଟା ମୋର, ମୁଁ ତତେ କାହିଁ ଦେବି? ବାପା ମାଆଙ୍କୁ ଯେଉଁ ଦେଉନାହାନ୍ତି, ଚଳୁଛନ୍ତି ନିଜେ। ମୁଁ ତ ରୋଜଗାର କଲି, ସେଇଟା ମୁଁ ଖାଇବି। ମୁଁ ରୋଜଗାର କଲେ ମୁଁ ଯଦି ଖାଇପାରିବିନି, ମୁଁ ସୁଇସାଇଡ୍ କରିଦେବି। ସବୁବେଳେ ବକିଲି ବାଡ଼େଇଲି, ମୁଁ କରିଦେଉଛନ୍ତି। ପାଠ ପଢ଼ିବାକୁ ଇଏ ବାଡ଼େଇଲେ ବକିଲେ, ତୁ ପାଠ ପଢ଼ିଲେ ତୁ ହିଁ ଚାକିରି କରିବୁ, ତୁ ବଡ଼ ଚାକିରି କରିବୁ, ତୁ ପଇସା ପାଇବୁ। ସେ ଟିଚର କ'ଣ ପଇସା ନେବ ତା ଦେହରୁ? ନା। ସେ ତ ଯାହା କହୁଛି ବି ତୁ ଭଲ ପାଇଁ କହୁଛି, ତୁ ଯେତିକି ପାରୁଛୁ ସେତିକି କର। ତୁ ଯେତିକି ପାରିବୁ କରିବୁ ନା, ଆଉ ତୁ ଜରୁରତଠୁ ଅଧିକା କରିବୁ କିନ୍ତୁ ସେ ଯେଉଁ କରିବୁ, ତୁ ଯେଉଁ କରୁଛୁ, ତୋତେ ସେତିକି ବାଟ ଯାଇ ଜଣେ ଆଣିଲା ବୋଲି ତ ତୁ କରୁଛୁ। ଆଉ ତୁ କରୁଛୁ, ତୁ ତୋ ପାଇଁ କରିପାରିବୁନି, ତୋର ଅଧିକାର ନାହିଁ। ତୁ ସବୁ ଖାଇବୁ, ତା ଦେହରୁ ତୁ କିଛି ଖାଇବୁ, ତୋତେ ଯିଏ କରିଛି ତାକୁ ଖାଇବୁ, ତୋ ଉପରେ ଯିଏ ନିର୍ଭରଶୀଳ ତାକୁ ବି ଦେବୁ, ଯିଏ ଗରିବ ଲୋକ ତାକୁ ବି ଦାନ କରିବୁ, ଦିଅଁ ଦେବତା କରିବୁ। ହେଲେ ଏତେ କାମ ତୁ କରିବାକୁ ଅଛି, ତୁ କେମିତି ମରିବୁ? ମରିବାର ଅଧିକାର ତୋର ଅଛି ନା। ସେଇଥିଲାଗି ସୁଇସାଇଡ୍ କରୁଛନ୍ତି। ଯଦି ପିଲାମାନଙ୍କୁ ଏଇ କଥାଟା ବୁଝେଇ ଦିଆଯାଆନ୍ତା, ଲୋକ ବୁଝନ୍ତି। କିନ୍ତୁ ଆଗ କାଳରେ କ'ଣ ବଡ଼ମାନେ ଥିଲେ, ରହୁଥିଲେ, ପିଲାଙ୍କ ସାଙ୍ଗେ କଥାବାର୍ତ୍ତା ହେଉଥିଲେ, ବସିକିରି କେତେ କଥା ହେଉଥିଲେ। ଏଇ ଲାଗେ ଘରେ ବାପ ମାଆଙ୍କୁ ସମୟ ନାହିଁ କଥା, ପିଲାଙ୍କୁ କିଏ କିଛି କହିବାକୁ ନାହିଁ। ପିଲେ ତାଙ୍କ ବାଟରେ ଯାହା ଠାକୁର କରି ପଢ଼ିଲେ, ଯାହା ସାଙ୍ଗ ସ୍କୁଲକୁ ଗଲେ, ଯାହା ରହିଲେ, ତାକୁ କି କହିବାକୁ ନାହିଁ, ବୁଝେଇବାକୁ ନାହିଁ, ବତେଇବାକୁ ନାହିଁ। ଆଉ ଆଜିକାଲି ଟିଭିରେ ସିନେମାରେ ଯାହା ଦେଖାଉଛି, ଖୋଲିଲୁ ମାନେ ଏଡ଼େ ଆଖି ଦେଖେଇ ଖାଲି ପୁତୁରିଆ କାମ, ୟା କେମିତି ଗୋଛି କାଟିବୁ, ତାକୁ ଏମିତି ହାଣିବୁ, ତାକୁ ସେମିତି ସବୁ ସିରିଏଲ୍ ଦେଖିବୁ। ୟା ମାଇ ପିଠୁ ମର୍ଦ ଯେତକ ତାକୁ ସିରିଏଲ୍ ଖୋଲୁ। ଯେତେବେଳେ ଆମେ ଟିଭି ଖୋଲୁଛି, ଡାଇରେକ୍ଟ ଖୋଲି ପାରୁନି ସେ ଚ୍ୟାନେଲ୍, ଆଗ ସିରିଏଲ୍ଟେ ଖୋଲିବ। ମୁଁ ତାକୁ ଆଖିକି ଏପଟକୁ ଯେତେବେଳେ ଯୋଉଟା ଖୋଲିବୁ, କିଏ ଗୋଟେ ଏଡ଼ିକି ମିଟି ହାଟିକି ପୋଛି କୁତୁରିଆ ବୁଦ୍ଧି, ତାକୁ ଏମିତି କରିଦେବୁ, ତାକୁ ସେମିତି କରିଦେବୁ, ଏମିତି ଚାଲିଥିବ। ଏଗୁଡ଼ାକ ଯଦି ଜଣେ ଦେଖିବ, ଶିଖିବ। ଯେଉଁ ଛୋଟ ପିଲାମାନେ, ଝିଅମାନେ ବଢ଼ୁଛନ୍ତି, ଏଡ଼ିରୁ ଏଡ଼େ ହେଇକି ବଢ଼ୁଛନ୍ତି, ସେ ସେୟା ଶିଖିବ, ସେୟା ପୋଷିଲା। ଆମେ ଝିଅମାନେ ଆମେ କାହିଁ ଏମିତି କରିବୁ, ଆମେ କାହିଁକି
ଗଛର କାମ କ'ଣ? ଅମ୍ଳଜାନ ବଡ଼ ଦବ, ହେଲା, ଖାଇବାକୁ ଦବ। ବଡ଼ ହେଲା ଫଳ ଦବ। ସେ ଗଛ କହିବ ମୋ ଫଳ ମୁଁ କାହିଁ ତାକୁ ଦେବି ଆକୁ ଦେବି, ଏ ମୋର ଏଇଲେ ଫଳ ନବ ମୋ ଡାଳକୁ ଭାଙ୍ଗିବ, ଫଳ ମୋଠୁ ନବ ପୁଣି ମୋ ଡାଳକୁ ଭାଙ୍ଗିବ, ଫୁଲ ମୋଠୁ ନବ ପୁଣି ମୋ ଡାଳ ଭାଙ୍ଗିବ, ଆକୁ ମୁଁ ଦେବିନି। ଦବ ନା ହବନି। ସେ ଦବା ପାଇଁ ଜନ୍ମ, ତା ଜନ୍ମ ଦବା ପାଇଁ। ତେଣୁ କିଏ ମାଇପି, କିଏ ସେବକ, କିଏ ହାଡ଼ି, ଏମାନେ କ'ଣ ଆଗରୁ ରଖା ହେଇଛି, ସେମାନେ ଏଇ କାମ କରିବେ। ଆଗରୁ କରୁଥିଲେ, ଏଇଲେ କହୁଛନ୍ତି ଆମେ କାହିଁ କହୁଛନ୍ତି କହୁଛନ୍ତି ନା, କହୁଛନ୍ତି। ଶୁଣିଛି। ସେ ସବୁ ସମାଜ, ପୁଅ ହଉ ଝିଅ ହଉ ବୋହୂ ହଉ, ଧର ବୋହୂ ତୁ ଗୋଟେ ଅଫିସରେ ଚାକିରି କଲୁ, ପିଅନ ଚାକିରି ଜଣେ କଲା ଝିଅ, ଗୋଟେ ଝିଅ ପିଅନ ଚାକିରି ହେଲା, ଗୋଟେ ଝିଅ କ୍ଲର୍କ ହେଲା, ଗୋଟେ ଝିଅ ଅଫିସର ହେଲା। 3 ଜଣ ଯାକ କ'ଣ ଏକା କାମ କରିବେ? ନା, ଅଲଗା ଅଲଗା। ଯୋଉ କାମ ପାଇଁ ସେ ଅଛି ସେ ସେଇ କାମଟା କରିବ, ଇଏ ଯୋଉ କାମଟା ପାଇଁ ଅଛି ସେ ସେଇ କାମଟା କରିବ। ସେଠୁ ଗଲା ପରେ ଘରକୁ ତୁ ଝିଅ, କିନ୍ତୁ ଏଠି ତୁ କ୍ଲର୍କ। ସେମିତି ଯିଏ ବାହା ହେଇକି ଆସିଲା ସେ ବୋହୂର ଯାହା ଦାୟିତ୍ୱ ସେଇଟା ତାର, ଶାଶୁଘରଟା ତାର ଅଫିସ, ଶାଶୁଘରଟା ତାର ଅଫିସ। ସେ ଜଏନ୍ କଲା ସେଠି, ସେ ତା ଦାୟିତ୍ୱ କାହା କରିବ, କ'ଣ ଦାୟିତ୍ୱ କରିବ? ଶାଶୁ ପାଇଁ କ'ଣ କାମ, ଶ୍ୱଶୁର ପାଇଁ କ'ଣ କାମ, ଦିଅର ପାଇଁ କ'ଣ କାମ, ସ୍ୱାମୀ ପାଇଁ କ'ଣ କାମ, କେତେ ଲୋକଙ୍କ କାମ ସେ ବୁଝିବ। ସବୁଠୁ ବେଶୀ କାମ ବୁଝେ ବୋହୂ। ଦୁନିଆରେ ସବୁଠୁ ବେଶୀ କଷ୍ଟ ପାଏ ବୋହୂ, କିନ୍ତୁ ସେ କରେ। ସମସ୍ତେ ତା ପାଇଁ ସୁବିଧାଟା ପାଆନ୍ତି, ସୁବିଧାଟା ତାରି ଲାଗି ପାଆନ୍ତି। ସିଏ ହେଲା ସେଣ୍ଟର, କିନ୍ତୁ ତାକୁ ସରବର କରନ୍ତି। ତାକୁ ଏତେ କିଏ ଭଲ ବ୍ୟବହାର ଦେଖାନ୍ତି, ମନ୍ଦ ବ୍ୟବହାର ଦେଖାନ୍ତି, ଯେହେତୁ ସେ ତାଙ୍କ ଫ୍ୟାମିଲିର ନୁହଁ। କେତେ ଘରେ ହେଉଛି ନା, ଏଇଟା କଲୁନି, ଏଇଟା କାହିଁ କଲୁ, ବାଡ଼େଇଲେଣି ତାକୁ। ସେ ଧର ଅନ୍ୟ କାମରେ ରହିଗଲା, କିଏ ଗୋଟେ କାମ ଦେଲା, ସେ କାମ କଲା, ୟାର କାମଟା ମୋର କାମଟା ଏଇ କଲୁ, କେତେ ଲୋକ ଘରେ ହେଉଛି, ଏମିତି ହେଉଛି ଗଣ୍ଡଗୋଳ। ଏଇଗୁଡ଼ାକ ଜଣେ କରିବ ତ କେମିତି କରିବ, କେତେ କରିବ, କେତେ ନିଜର ମାଇଣ୍ଡକୁ ମେକଅପ୍ କରିବ, ଏଇ ସବୁ ଗୁଡ଼ାକ ଯେଉଁ ଟିଭିରେ ଦେଖାଉଛି ଖରାପ କଥା ଗୁଡ଼ିକ। ହଁ ତମେ କମ୍ପ୍ଲେନ୍ କର, କିନ୍ତୁ ଅଦରକାରୀ କମ୍ପ୍ଲେନ୍ କରିବାଟା ଭଲ ନୁହଁ ନା। ଏମିତି ଚାଲିଛି ଦୁନିଆ ଯାକ। ତୋ ସାଙ୍ଗେ ମୁଁ ଗପୁଛି, ତୁ ଶୁଣୁଛୁ, ଗପୁଥିଲେ ଗପୁଥିବି, ତୁ ଶୁଣୁଛୁ। କେତେ ସମୟ ହେଲା, 2ଟା ବାଜିଲାଣି। ହଉ ତୁ ଯା, ମୁଁ ରୋଷେଇ, ମୁଁ 2ଟା ବେଳକୁ ରୋଷେଇ କରୁଛି। ମୁଁ ଖାଇସାରିକିରି ମୁଁ ଗଡ଼ୁଛି, 1, 1:30, 2ଟା ଏମିତି ଉଠିକିରି ତାପରେ